शताब्दीर नचिकेता सीए सहस्राब्दीर सूर्य तांकर आभारे तांकर प्रभारे गोटिए देश गोटिए जाति आलोकित आज भी गतायु हेबार दीर्घ 150 वर्ष पर भी से दिग देखाउचंती दिशा निर्धारण करुचंती आम भविष्यतर आंठु लुचु नथिबा खदड़ पोशाक गोटिए लाठी आउ अति साधारण चेहरार क्षीणकाय मनीष जड़े निद हजेई देइथिला से दिन केबे भी सूर्यास्त हेउ नथिबा गोटे जातिर साम्राज्ञीकर मुठाए लुणरू आरंभ करथिले से युद्ध 200 वर्षर कालरात्रि को बदलई देइथिला स्वाधीनतारे। हाँ दर्शक बंधु, से महानायक से जननायक आमर अति प्रिय बापू महात्मा गांधी। आसंतु तांकर जयंतीर एई शुभ अवसर रे किछि शब्द तांको श्रद्धांजलि देबा शुणिबा किछि कविंक कविता जो कवितार नायक प्रिय बापू। काछ मल
एबे पितृपक्ष चली पूर्वजମାନଙ୍କୁ ମନେ ପକାଇବାର ବେଳ ଇଏ ସେମାନଙ୍କ ସ୍ମୃତିରେ ଲୋତକତର୍ପଣ କରିବାର ସମୟ ସେମାନଙ୍କ ଭଲ ଗୁଣକୁ ସୁମରଣ କରିବାର ଏହି ଅବସର ଆଜିର ଏହି ଆତଙ୍କ ଅସହାୟତା ଆଉ ଅନ୍ଧାରର ସମୟରେ ଚେନାଏ ଆଲୁଅ ଦେଖାଉଛନ୍ତି ଆମ ପୂର୍ବଜ ସେମାନେ ଗତାୟୁ କିନ୍ତୁ ତାଙ୍କର ଆଲୁଅ ତାଙ୍କର ଜୀବନ ଦର୍ଶନ ତାଙ୍କର ଆତ୍ମନିର୍ଭରଶୀଳତା ଆଜି ବି ଆମ ସହିତ ଅଛି ଆମକୁ ହାତ ଧରି ବାଟ କଢ଼େଇ ନେବାରେ ସାହାଯ୍ୟ କରୁଛି। ହଁ ଦର୍ଶକ ବନ୍ଧୁ ପିତୃପକ୍ଷର ଏହି ଆଲୋରେ ଆସନ୍ତୁ ଆଲୋକିତ ହେବା ଏବଂ ସେହି ଆଲୋକକୁ ଖୋଜିବା ପ୍ରିୟ ବାପୁଙ୍କ ସ୍ମୃତିରେ ଆସନ୍ତୁ ଶୁଣିବା ଆମର ଆଗାମୀ କବିତା କବି ରଞ୍ଜନ ଦାସ ତାଙ୍କ କବିତାର ଶୀର୍ଷକ ପିତୃପକ୍ଷ। ନମସ୍କାର ମୋର କବିତାର ଶୀର୍ଷକ ହେଲା ପିତୃପକ୍ଷ। ପିତୃପକ୍ଷ ଚାଲିଛି ଏବେ ପିତାମାତା ପିତାମହ ପ୍ରପିତାମହଙ୍କୁ ସ୍ମରଣ କରିବାର ବେଳ। ପିତୃପକ୍ଷ ଚାଲିଛି ଏବେ ପିତାମାତା ପିତାମହ ପ୍ରପିତାମହଙ୍କୁ ସ୍ମରଣ କରିବାର ବେଳ। ହେ ଜାତିର ପିତା ହେ ବଡ଼ ବଡ଼ୁଆ ସଭିଏଁ ସବୁ ଶ୍ରଦ୍ଧା ଦେଇ ମୋର ଆବାହନ କରୁଛି ତୁମକୁ ଅନ୍ଧାରରେ ଆସି ଆଲୁଅରେ ଯାଅ ବୋଲି। ହେ ଜାତିର ପିତା ହେ ବଡ଼ ବଡ଼ୁଆ ସଭିଏଁ ସବୁ ଶ୍ରଦ୍ଧା ଦେଇ ମୋର ଆବାହନ କରୁଛି ତୁମକୁ ଅନ୍ଧାରରେ ଆସି ଆଲୁଅରେ ଯାଅ ବୋଲି। କହିବି କି ତୁମକୁ ଆସି ଥରେ ଦେଖିଯାଅ କେମିତି ଅମା ଅନ୍ଧକାର ଚାରିଆଡ଼େ। ତମ ଅବର୍ତ୍ତମାନରେ କେମିତି ଭାରତ ମାତା ବିଧବା ବେଶରେ କି ମ୍ରିୟମାଣ ଦିଶୁଛି। ଲିଭିଯାଇଛି ମଥାରୁ ତାର ସୁହାଗ ସିନ୍ଦୁର ହାତରୁ ଭାଙ୍ଗି ଯାଇଛି ଚୁଡ଼ି। କହିବି କି ଆସି ଥରେ ଦେଖିଯାଅ ତମରି ସନ୍ତାନଗଣ ଫଟା ପୋଷାକରେ କେମିତି ଅର୍ଖିତ ପ୍ରାୟ ବୁଲୁଛନ୍ତି ବାପ ଛେଉଣ୍ଡ ହେଇ। ଦେଖିଯାଅ କେମିତି ଜମିବାଡ଼ି ସବୁ ଦଖଲ କରିନେଲେଣି ପାଖ ପଡ଼ୋଶୀ ତମ ଭରସାର ସବୁଜ ବାଡ଼କୁ ଭାଙ୍ଗି। 22 ପାହାଚରେ ଯେତେ ଗଡ଼ଗଡ଼େଇଲେ ବି ଏ ଫଟା କପାଳରେ ଆଉ ଯେ କିଛି ନାହିଁ ଏକଥା ଠିକ୍ ବୁଝି ସାରିଲୁଣି ଆମେ। ଆସ ଏ ଘୋର ଅନ୍ଧକାର ଭିତରେ ସେ ଅନିର୍ବାଣ ଅଗ୍ନିଶିଖାକୁ ନେଇ ଆଲୁଅରେ ଉଦ୍ଭାସିତ କରିଦିଅ ଦିଗ୍ବିଦିଗ। କୋଟି ସୂର୍ଯ୍ୟର ପ୍ରକାଶରେ ଝଲମଲ କରିଦିଅ ଶଶାଗରା ଧରା। ଗଙ୍ଗା ଯାଅ ଗୟା ଯାଅ ବଡ଼ ବଡ଼ୁଆ ହୋ ତମରି ସ୍ପର୍ଶରେ ଚିର ପ୍ରସବିନୀ ହୋଇ ଉଠୁ ଶୁଷ୍କ ଏ ଆଶାର ଲୁପ୍ତ ନଦ ନଦୀ ସବୁ। ଗଙ୍ଗା ଯାଅ ଗୟା ଯାଅ ବଡ଼ ବଡ଼ୁଆ ହୋ ତମରି ସ୍ପର୍ଶରେ ଚିର ପ୍ରସବିନୀ ହୋଇ ଉଠୁ ଶୁଷ୍କ ଏ ଆଶାର ଲୁପ୍ତ ନଦ ନଦୀ ସବୁ। ଧନ୍ୟବାଦ। ସେ ବେଳେବେଳେ ଓହ୍ଲେଇ ଆସନ୍ତି ଇତିହାସ ପୃଷ୍ଠାରୁ ରାଜରାସ୍ତାକୁ ଯେଉଁ ରାସ୍ତା ହୁଏତ ଯାଇଥିଲା କେବେ ଇଞ୍ଚୁଡ଼ିକୁ କେବେ ସାବରମତୀକୁ। ଯେଉଁ ରାସ୍ତା ଦେଖିଥିଲା ସେଦିନର ଅସହଯୋଗ ଆନ୍ଦୋଳନ ଯେଉଁ ରାସ୍ତା ଦେଖିଥିଲା ଆଇନ ଅମାନ୍ୟର ଅଦମ୍ୟପଣ। ହଁ ସେ ରାସ୍ତା ଆଜି ବି ଅଛି। ସେ ରାସ୍ତାର ମୋଡ଼ରେ ଷ୍ଟାଚ୍ୟୁ ହୋଇ ମୂର୍ତ୍ତିଟିଏ ପାଲଟି ଠିଆ ହୋଇଛନ୍ତି ସିଏ ହାତୀରେ ବଙ୍କୁଲି ବାଡ଼ିଟିଏ ଧରି। ଓମ୍ ପରି ଅନେକ ବାଳକ ପ୍ରଶ୍ନ କରୁଛନ୍ତି ତାଙ୍କୁ ତାଙ୍କର ଅନେକ ଜିଜ୍ଞାସାର ଉତ୍ତର ଦିଅନ୍ତି ସିଏ। ଆସନ୍ତୁ ସେ ରାସ୍ତା କଡ଼ର ମୂର୍ତ୍ତିମାନଙ୍କ ପାଖରୁ ଆଣିବା ଚିହ୍ନିବା ଜାଣିବା ତାଙ୍କୁ ଖୋଜିବା ଆମର ଅନେକ ଅସମାହିତ ପ୍ରଶ୍ନର ଉତ୍ତର। ଗୋଟିଏ ମଣିଷ ଗୋଟିଏ ଜୀବନରେ କେମିତି ସଜାଡ଼ି ପାରେ କେମିତି ଆବୋରି ନେଇପାରେ ଗୋଟେ ଶତାବ୍ଦୀର କାଳଖଣ୍ଡକୁ। ଆସନ୍ତୁ ଶୁଣିବା ପରବର୍ତ୍ତୀ କବିତା କବି ମାନିନୀ ମିଶ୍ର କବିତାର ଶୀର୍ଷକ ଗାନ୍ଧୀ। ନମସ୍କାର ମୋର କବିତାର ଶୀର୍ଷକ ଗାନ୍ଧୀ। କେଉଁ ଗୋଟେ ଚିତ୍ରକର ବ୍ଲାକବୋର୍ଡରେ ଆଙ୍କିଦେଲା ଗୋଟେ ଅଙ୍କା ବଙ୍କା ଗାର। ବଙ୍କୁଲି ବାଡ଼ି ଆଣ୍ଠୁ ଉପରକୁ ହାତେ ଖଦି ଗୋଲ ଗୋଲ ଚଷମା ଟକଲା ମୁଣ୍ଡ। କିଏ କହିଲା ସେ ଜାତିର ପିତା କିଏ କହିଲା ସେ ଗାନ୍ଧୀ କିଏ କହିଲା ଏ ଲୋକଟା ଜୀବନ ଦେଇଦେଲା ହୋ ଗୁଳି କରୁଥିବା ନଥୁରାମକୁ ବି ହସି ହସି ଦେଖେଇଦେଲା ଛାତି। କିଏ କହିଲା ଏ ଲୋକଟା ହୋ ଦେହର ରଙ୍ଗ ପାଇଁ ନାତ ବିଧା ଲାଠି ମାଡ଼କୁ ହସି ହସି ଉତାରି ନେଲା ଦେହ ସାରା। ସେଇ କାଳିବ ରାତି ସେଦିନ ଓମ୍ ପଚାରୁଥିଲା
ଏ ଲୋକଟା କ'ଣ ସତରେ କେବେ ଥିଲା? ସେଦିନ ଓମ୍ ପଚାରୁଥିଲା ଏ ଲୋକଟା କ'ଣ ସତରେ କେବେ ଥିଲା? ମୋ ସାଙ୍ଗ କୁଲଦୀପ 7 ଦିନ ହସ୍ପିଟାଲରେ ଭର୍ତ୍ତି ହେଲା। ଦାୟୀ ଖାଲି ଏଇ ଲୋକଟା। ସିଏ ପରା ମାମା ଅକ୍ଟୋବର 2ରେ ଆମ ଏସି ହଲ୍ରେ ମାତ୍ର ଘଣ୍ଟାଏ ଫ୍ୟାନ୍ସି ଡ୍ରେସ୍ରେ ଗାନ୍ଧୀ ବନିଥିଲା। ଆଜିକାଲି ଗାନ୍ଧୀମାନେ ଓଲ୍ଡ ଫ୍ୟାସନ୍। ଆଇଜି ପାର୍କ ସାଇଡ୍ର ସିଲଭର ପ୍ୟାଣ୍ଟେଡ୍ ବେଗର ଆଜିକାଲି ଗାନ୍ଧୀ ଉପରେ ବାଦୁଡ଼ିଠୁ ଘରଚଟିଆ ସଭିଙ୍କ ରାଗ। କୁଟି କୁଟି ଖାଉଛି ସବୁତକ ଚୋକଡ଼ି ଇତିହାସ ଫର୍ଦ୍ଦ। ସାବରମତୀର ମୁହଁରେ ସେଲୋଟେପ୍ ଅସ୍ତରାଗକୁ ମୁହଁ କରି ଟୁକୁର ଟୁକୁର ଚାଲୁଛି ନୁଆଣିଆ ଅଣ୍ଟା ଘଣ୍ଟା। ଗାନ୍ଧୀର ଚରଖା ଏବେ ଉଇଚରା। ଚରଖା ସୂତାରେ ଚମାରୁ କାଟେ ସିଝା ଅଣ୍ଡା। ମୋ ଶୋକେସ୍ ଅଳନ୍ଧୁ ଝାଡ଼ୁ ଝାଡ଼ୁ ଟେରାକୋଟାର ଗାନ୍ଧୀ 2 ଗଡ଼। ମୁଁ ସେଠି ଖଞ୍ଜିଲିଣି ଓମ୍ ପାଇଁ କିଣିଥିବା F-16 ମିରାଜ ମିନିଏଚର। ବେଳ ଥାଉ ଥାଉ ଆଖି ବୁଝ, କାନରେ ହାତ ଦେ, ମୁହଁ ବାନ୍ଧି ପକା। ତୋର ମୋର ଓମ୍ର ଗାନ୍ଧୀ ଛକ 3 ମାଙ୍କର ମୂର୍ତ୍ତିରେ ଲୁଣିଚର। ଏଥରକ କଠଉ ପୂଜା ଶେଷ। ଦାଣ୍ଡି ଇଞ୍ଚୁଡ଼ିର ପାଦ ସବୁ ଶୋଇ ପଡ଼ିଲେ। ବାଲି କଙ୍କଡ଼ାର କଙ୍କାଳରେ ତିଆରି ପଲଙ୍କ ଉପରେ ଦାଣ୍ଡି ଇଞ୍ଚୁଡ଼ିର ପାଦ ସବୁ ଶୋଇ ପଡ଼ିଲେଣି। ବାଲି କଙ୍କଡ଼ାର କଙ୍କାଳରେ ତିଆରି ପଲଙ୍କ ଉପରେ ଟାଟାସଳ ଗାଧୁ ଖାଳେଇର ମଲା ଚୁନା ମାଛ। ନମସ୍କାର। ତୃତୀୟ ଶ୍ରେଣୀର ଛୋଟ ପିଲାଟିଏ ଫ୍ୟାନ୍ସି ଡ୍ରେସ୍ରେ ଭାଗ ନେଇଛି। ମହାତ୍ମା ଗାନ୍ଧୀଙ୍କର ବେଶ ପୋଷାକରେ ସଜା ହୋଇଛି ପିଲାଟି। ଆଶା ପୁରସ୍କାରଟିଏ ଜିଣିବ। ଆଣ୍ଠୁ ଲଚୁନଥିବା ପୋଷାକରେ ସାଜି ହୋଇ ପିଲାଟି ପୁରସ୍କାର ଜିଣିବାକୁ ସିନା ଇଚ୍ଛା ରଖିଛି, ସେ କ'ଣ ସେଦିନ ଜାଣିପାରିଛି ସେଇ ସାଧାରଣ ଦିଶୁଥିବା ପୋଷାକର ମୂଲ୍ୟ ଲକ୍ଷେ ପାଟପଟନୀଠାରୁ ବେଶ ଅଧିକ ବୋଲି। ଗୋଟିଏ ପୁରସ୍କାର ସେଦିନ ହୁଏତ ସେ ପାଇପାରେ, କିନ୍ତୁ ଯେତେବେଳେ ସେ ବଡ଼ ହୁଏ ଜାଣେ ସେ ପିନ୍ଧିଥିବା ପୋଷାକଟିର ମୂଲ୍ୟ କେତେ। ସେଇ ପୋଷାକଟି ପିନ୍ଧି ନିଦ ହଜେଇ ଦେଇଥିଲା ଦିନେ ଗୋଟେ ଶୀର୍ଣ୍ଣକାୟ ମଣିଷ। ଏ ଜାତି ପାଇଥିଲା ସ୍ୱାଧୀନତା। ସେଇଥିପାଇଁ ତ ଆଜି ବି ଅନେକ ଛୋଟ ଛୋଟ ପିଲା ଅନେକ ପୁରସ୍କାର ପାଇବା ପାଇଁ ସେଇ ପୋଷାକଟିକୁ ପିନ୍ଧିବାକୁ ଚାହାନ୍ତି ବାରମ୍ବାର ସେ ଲୋକଟି ସେମାନଙ୍କ ସ୍ମୃତିପଟଳରେ ଆସି ଠିଆ ହୁଏ, ବାଟ ଦେଖାଏ। ପିଲାଟି ଆଦର୍ଶ ପାଲଟେ। ହଁ ଦର୍ଶକ ବନ୍ଧୁ, ସେ ଆଦର୍ଶ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର। ସେ ଯେଉଁ ବାଟ ଦେଖେଇଥିଲେ ସେ ପିଲାଟି ପରି ଆଜି ଆମେ ବି 150 ବର୍ଷ ପରେ ବି ସେଇ ପଥରେ ଯିବା ପାଇଁ ମନ ବଳଉଛୁ, ତାଙ୍କୁ ଆଦର୍ଶ ମଣୁଛୁ, ତାଙ୍କ ପୋଷାକ ପିନ୍ଧିବାକୁ ଚାହୁଁଛୁ। କାରଣ ସେ ନମସ୍ୟ ଚିରଭାସ୍ୱର। ସେ ପିଲାଟି ପରି ଆସନ୍ତୁ କବିତାଟିଏ ଶୁଣିବା ନବପ୍ରଜନ୍ମର ଜଣେ ପ୍ରଖର ସ୍ୱର। ତାଙ୍କ କବିତାର ଶୀର୍ଷକ ମୁଁ ବଡ଼ ହେଲେ ଗାନ୍ଧୀ ହେବି। କବି ସୂର୍ଯ୍ୟସ୍ନାତ ତ୍ରିପାଠୀ। ମୋର କବିତା ମୁଁ ବଡ଼ ହେଲେ ଗାନ୍ଧୀ ହେବି। ଗାନ୍ଧୀଙ୍କ ସହ ମୋର ପ୍ରଥମ ପରିଚୟ ତୃତୀୟ ଶ୍ରେଣୀରେ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ। ଆଖିରେ ଚଷମାର ଖାଲି ଫ୍ରେମ୍ଟିଏ ଚଢ଼େଇ, ଆଣ୍ଠୁ ଲୁଚୁନଥିବା ଖଦଡ଼ ଲୁଗା ଖଣ୍ଡେ ପିନ୍ଧି, ମୁଣ୍ଡରେ ଧଳା ରୁମାଲ ବାନ୍ଧି, ବାଡ଼ିଟିଏ ଧରି ମୁଁ ଗାନ୍ଧୀ ହେଇଥିଲି ସେଦିନ। ଓ ପ୍ରତିଯୋଗିତାରେ ବିଚାରପତିଙ୍କୁ ହସି ହସି କହିଥିଲି ମୁଁ ବଡ଼ ହେଲେ ଗାନ୍ଧୀ ହେବି। ଖବରକାଗଜରେ ଆଜି ଏକ ଚିତ୍ରାଳୟର ବିଜ୍ଞାପନ ପଢ଼ିଲି ଯେ ଚମକିଲି। ମାତ୍ର 100 ଟଙ୍କାରେ ଗାନ୍ଧୀ ହୁଅନ୍ତୁ। ଏ ସୁଯୋଗ କେବଳ ଗାନ୍ଧୀ ଜୟନ୍ତୀ ଯାଏଁ। କେତେ ସହଜ ଗାନ୍ଧୀ ହେବା ସତରେ।
ଫ୍ୟାନ୍ସି ଡ୍ରେସ୍ରେ ଚିତ୍ରାଳୟରେ ଫଟୋ ଷ୍ଟୁଡିଓରେ କେତେ ନିରୀହ ନିଷ୍କପଟ ଓ ପବିତ୍ର କୁନି କୁନି ପିଲାଙ୍କର ଏମିତି ଗାନ୍ଧୀ ହେବାର ସ୍ୱପ୍ନ, କେତେ ଆମୋଦପୂର୍ଣ୍ଣ ଗାନ୍ଧୀ ହେବାର ଯେତେ ସବୁ ବିଜ୍ଞାପିତ ପ୍ରଚେଷ୍ଟା। ଜୀବନ କିନ୍ତୁ ଫ୍ୟାନ୍ସି ଡ୍ରେସ୍ ନୁହେଁ, କି ମିଛ ରଙ୍ଗରେ ଗଢ଼ା ହୁଏନି ଦେଶର ଚରିତ୍ର ଓ ଗୋଟେ ଜାତିର ଇତିହାସ ଲେଖା ହୁଏନି ସମୟକୁ ଆଖିଠାର ମାରି। ଇତିହାସ ଲେଖା ହୁଏ ଆଉଟା ରକ୍ତରେ, ନିର୍ମମ ନିଷ୍ଠୁର ନିରପେକ୍ଷ ଶତକଲମରେ। ପାଦ ରଖି ଅଗଣିତ ଧାରୁଆ ଶବ୍ଦରେ କେହି ଜଣେ ଚିରନ୍ତନ ହୁଏ। ଇତିହାସ ଲେଖା ହୁଏ ଆଉଟା ରକ୍ତରେ, ନିର୍ମମ ନିଷ୍ଠୁର ନିରପେକ୍ଷ ଶତକଲମରେ। ପାଦ ରଖି ଅଗଣିତ ଧାରୁଆ ଶବ୍ଦରେ କେହି ଜଣେ ଚିରନ୍ତନ ହୁଏ। ଗାନ୍ଧୀ ଏମିତି ଏକ ଚିରନ୍ତନ ଚେତନାର ନାଁ। ବର୍ଷ ବର୍ଷ ଧରି ଯେଉଁ ଚେତନା ଫ୍ୟାନ୍ସି ଡ୍ରେସ୍ରେ କୁନି କୁନି ପିଲାଙ୍କୁ ପିନ୍ଧେଇ ଦେଉଛି ଆଣ୍ଠୁଲୁଚା ଖଦଡ଼ ଧୋତିଟିଏ, ଯାହାଙ୍କ ଅନାବିଳ ନିରୀହପଣ ଧୋଇ ଦେଉଛି ଏ ଜାତିର କଳଙ୍କ। ଗାନ୍ଧୀ ଏମିତି ଏକ ଚିରନ୍ତନ ଚେତନାର ନାଁ। ବର୍ଷ ବର୍ଷ ଧରି ଯେଉଁ ଚେତନା ଫ୍ୟାନ୍ସି ଡ୍ରେସ୍ରେ କୁନି କୁନି ପିଲାଙ୍କୁ ପିନ୍ଧେଇ ଦେଉଛି ଆଣ୍ଠୁଲୁଚା ଖଦଡ଼ ଧୋତିଟିଏ, ଯାହାଙ୍କ ଅନାବିଳ ନିରୀହପଣ ଧୋଇ ଦେଉଛି ଏ ଜାତିର କଳଙ୍କ। ଗାନ୍ଧୀ ସେଇ ଚେତନାର ନାଁ, ଯାହାର ଦାୟରେ ଗୁଳି ଓ ଗୋଲାପର ଦୋଛକିରେ ଛିଡ଼ା ହେଇଛି ଏ ଶତାବ୍ଦୀର ମଣିଷ ଓ ଲେଉଟି ଆସୁଛି ଅପନ୍ତରରୁ ପାଦ। ଗାନ୍ଧୀ ସେଇ ଚେତନାର ନାଁ, ବେଶ ବଦଳେଇ ଯିଏ ଫେରି ଆସୁଛି ଆମ ପାଖକୁ ବାରମ୍ବାର ଓ କହୁଛି ଶାନ୍ତିର ଫୁଲ ଫୁଟାଅ ବାରୁଦ କଥା। ଗାନ୍ଧୀ ସେଇ ଚେତନାର ନାଁ, ବେଶ ବଦଳେଇ ଯିଏ ଫେରି ଆସୁଛି ଆମ ପାଖକୁ ବାରମ୍ବାର ଓ କହୁଛି ଶାନ୍ତିର ଫୁଲ ଫୁଟାଅ ବାରୁଦ କଥାରେ। ଓ ଗାନ୍ଧୀ ସେଇ ଚେତନାର ନାଁ, ଯାହାକୁ ଡେଣା କରି ପ୍ରଜାପତି ଭଳି ଉଡ଼ି ବୁଲୁଛି ସ୍ମୃତିର ବଗିଚାରେ ମୋ ପିଲାଦିନ ଓ ଧରା ପଡ଼ିଲେ ହସି ହସି କହୁଛି ମୋତେ ଛାଡ଼, ମୁଁ ବଡ଼ ହେଲେ ଗାନ୍ଧୀ ହେବି। ମୋତେ ଛାଡ଼, ମୁଁ ବଡ଼ ହେଲେ ଗାନ୍ଧୀ ହେବି। ସତ୍ୟ ଓ ଶାନ୍ତିର ପ୍ରତୀକ ସିଏ, ଅହିଂସା ତାଙ୍କର ଅସ୍ତ୍ର, ଶବ୍ଦ ତାଙ୍କର ତୀର। ଏହି ସାଧାରଣ କିନ୍ତୁ ଅସାଧାରଣ ଅସ୍ତ୍ର ନେଇ ସେ ଜିଣିପାରିଲେ ଗୋଟେ ମହାସମର। ଗୋଟିଏ ଜାତିର ପ୍ରାଣରେ ସଞ୍ଚାର କଲେ ନବଜୀବନ। ଦର୍ଶକ ବନ୍ଧୁ, ସେ ହେଲେ ଆମର ପ୍ରିୟ ମହାତ୍ମା ଗାନ୍ଧୀ। ସାବରମତୀର ସେଇ କ୍ଷୀଣକାୟ ସନ୍ଥ ତାଙ୍କ ଜୀବଦଶାରେ ଅତି ସାଧାରଣରୁ ଅସାଧାରଣ ପାଲଟିବାର ଯେଉଁ ଯାତ୍ରା ଆରମ୍ଭ କରିଥିଲେ, ସେ ତାଙ୍କୁ ପିନ୍ଧେଇଥିଲା ଜଣେ ମହାନାୟକର ମୁକୁଟ। ସେଇଥିପାଇଁ ତ ସେ ଆଜି ବି ଚିର ଅମଳିନ, ଚିର ଭାସ୍ୱର ତାଙ୍କର ସ୍ମୃତି। ତାଙ୍କୁ ଆମେ ଆଜି ଝୁରୁଛୁ, ଶ୍ରଦ୍ଧାଞ୍ଜଳି ଦେଉଛୁ। ତାଙ୍କ ପରି ହେବା ପାଇଁ ଦେଶ ବିଦେଶରେ ସମସ୍ତେ ଚାହୁଁଛନ୍ତି। ଛୋଟ ଛୋଟ ନଗରରୁ ଆରମ୍ଭ କରି ମହାନଗର ପର୍ଯ୍ୟନ୍ତ ତାଙ୍କର ଅନେକ ଭକ୍ତ, ଅନେକ ସ୍ତାବକ ଆଜି ବି ତାଙ୍କର ପ୍ରଦର୍ଶିତ ନୀତି ଓ ଆଦର୍ଶରେ ବିଶ୍ୱାସ କରନ୍ତି। ଆତ୍ମନିର୍ଭର ହେବା ପାଇଁ ଗୁରୁ ବୋଲି ମାନନ୍ତି। ତାଙ୍କର ଜୀବନ ଆଜି ବି ଆମର ଧ୍ୟେୟ। ଯେତିକି ପାରିବା, ଯେତିକି ତାଙ୍କୁ ବୁଝିବା, ସେ ପଥରେ ଚାଲିବାରେ ଆସନ୍ତୁ ଆଜି ବିଶ୍ୱାସ କରିବା। ଶୁଣିବା ଆମର ଆଗାମୀ କବି ସ୍ନେହପ୍ରଭା ଦାସଙ୍କୁ, ତାଙ୍କ କବିତାର ଶୀର୍ଷକ ମହାତ୍ମା। ସାବରମତୀର କ୍ଷୀଣ ତନୁ ସନ୍ଥ, ଶକ୍ତିର ବିଶାଳ ସ୍ତମ୍ଭ। ସାବରମତୀର କ୍ଷୀଣ ତନୁ ସନ୍ଥ, ଶକ୍ତିର ବିଶାଳ ସ୍ତମ୍ଭ। ଅହିଂସା ଅସିରେ ଭୁଲୁଣ୍ଠିତ କଲ ବିଦେଶୀ ଶାସନ ଦମ୍ଭ। ଅହିଂସା ଅସିରେ ଭୁଲୁଣ୍ଠିତ କଲ ବିଦେଶୀ ଶାସନ ଦମ୍ଭ। ଶାନ୍ତି ମୈତ୍ରୀ ପ୍ରୀତି ଭ୍ରାତୃଭାବର ପ୍ରଚାରିଲ ଦିବ୍ୟ ବାଣୀ। ଶାନ୍ତି ମୈତ୍ରୀ ପ୍ରୀତି ଭ୍ରାତୃଭାବର ପ୍ରଚାରିଲ ଦିବ୍ୟ ବାଣୀ। ଦେଶ ସେବା ବ୍ରତେ ବ୍ରତୀ ହୋଇ ହେଲ ସତ୍ୟ ଅନୁସନ୍ଧାନୀ। ଦେଶ ସେବା ବ୍ରତେ ବ୍ରତୀ ହୋଇ ହେଲ ସତ୍ୟ ଅନୁସନ୍ଧାନୀ। ସତ୍ୟ ଅହିଂସା ମନ୍ତ୍ର ଉଚ୍ଚାରଣେ ମନୁ ଦୂର କଲ ଭୟ। ସତ୍ୟ ଅହିଂସା ମନ୍ତ୍ର ଉଚ୍ଚାରଣେ ମନୁ ଦୂର କଲ ଭୟ। ବୁଝାଇଲ ବିନା ରକ୍ତପାତେ ମଧ୍ୟ କରି ହୁଏ ଯୁଦ୍ଧ ଜୟ। ବୁଝାଇଲ ବିନା ରକ୍ତପାତେ ମଧ୍ୟ କରି ହୁଏ ଯୁଦ୍ଧ ଜୟ। ଅନ୍ଧାର ଚିରି ସତ୍ୟର ମଶାଲ ଜଳିଲା ଯାହାର ଡାକେ। ଅନ୍ଧାର ଚିରି ସତ୍ୟର ମଶାଲ ଜଳିଲା ଯାହାର ଡାକେ।
ହିଂସା ଅସୂୟାର ଗୁଡ଼ିଟିଏ ପୁଣି ବିଦ୍ଧ ହେଲା ତାର ବୁକେ। ହିଂସା ଅସୂୟାର ଗୁଡ଼ିଟିଏ ପୁଣି ବିଦ୍ଧ ହେଲା ତାର ବୁକେ। ସତ୍ୟ ଶାଶ୍ୱତ, ସତ୍ୟ ଅମୃତ, ଅବିଧ୍ୱଂସୀ ଅକ୍ଷୟ। ସତ୍ୟ ଶାଶ୍ୱତ, ସତ୍ୟ ଅମୃତ, ଅବିଧ୍ୱଂସୀ ଅକ୍ଷୟ। ଅସତ୍ୟ ଅସ୍ତ୍ର ସମ୍ମୁଖରେ କେବେ ମାନେ ନାହିଁ ପରାଜୟ। ଅସତ୍ୟ ଅସ୍ତ୍ର ସମ୍ମୁଖରେ କେବେ ମାନେ ନାହିଁ ପରାଜୟ। ସକଳ ହୃଦୟେ ବଞ୍ଚିବେ ମହାତ୍ମା ଚିରକାଳ ଚିରନ୍ତନ। ସକଳ ହୃଦୟେ ବଞ୍ଚିବେ ମହାତ୍ମା ଚିରକାଳ ଚିରନ୍ତନ। ସତ୍ୟ ଓ ପ୍ରେମର ଶାଶ୍ୱତ ସୂର୍ଯ୍ୟ ନିର୍ଭୟ ଦୀପ୍ତିମାନ। ଗୋଟିଏ ଅଦମନୀୟ ସଂକଳ୍ପର ନାଁ ମହାତ୍ମା ଗାନ୍ଧୀ। କେବେ ବି ନଉନଥିବା ମଣ୍ଡ ଦେଇ ସେ ସ୍ପର୍ଦ୍ଧାରେ ଠିଆ ହୋଇଥିଲେ ସେଦିନ। ଇତିହାସର ପୃଷ୍ଠା ଓଲଟେଇ ଭାରତକୁ ନେଇ ସମାସ୍କନ୍ଧ କରିଥିଲେ ପୃଥିବୀର ମାନଚିତ୍ରରେ। କେତେ ବଡ଼ ବଡ଼ ରାଜା, ମହାରାଜା, ସମ୍ରାଟ ଆଉ ସାମ୍ରାଜ୍ଞୀ ତାଙ୍କୁ ଭେଟିବା ପାଇଁ, ତାଙ୍କ ଜୀବନ ଦର୍ଶନ ଜାଣିବା ପାଇଁ, ସବୁ ଅସାଧ୍ୟକୁ ସାଧନ କରିବାର ସେ ଯେଉଁ ମନ୍ତ୍ର ଶିଖିଥିଲେ, ଆଗ୍ରହରେ ଅନେଇ ରହୁଥିଲେ ସେଦିନ, ଆଜି ବି ସେ ଅନତିକ୍ରମଣୀୟ। ଆଜି ବି ଗାନ୍ଧୀ ଯେଉଁଠି ଥିଲେ ଇତିହାସ ପୃଷ୍ଠାରେ, ଆଜି ବି ସେଇଠି ଅଛନ୍ତି, ଧ୍ରୁବତାରା ପରି ଦାଉ ଦାଉ ଜଳୁଛନ୍ତି। ଆମେ ଆଜି ବି ତାଙ୍କର ସେଇ ସଦା ଉଜାଗର ଚଷମା ଭିତର ଦେଇ ଦୁନିଆ ଦେଖିବାକୁ ଚେଷ୍ଟା କରୁଛୁ। ତାଙ୍କ ପରି ହେବା ପାଇଁ ମନ୍ତ୍ରଟିଏ ମନେ ମନେ ଗୁଣୁଗୁଣୁ ହେଉଛୁ। କିନ୍ତୁ ସତରେ କ'ଣ ଆମେ ଗାନ୍ଧୀ ହେଇପାରିଲୁ ନା ଗାନ୍ଧୀବାଦୀ ହେଇପାରିଲୁ? ଗାନ୍ଧୀଙ୍କର ଦର୍ଶନରେ ବିଶ୍ୱାସ କରିବା ଆଉ ସେ ଜୀବନ ଜୀଇବା, ତାଙ୍କ ପରି ହେବା ଭିତରେ ଅନେକ ତଫାତକୁ କେତେ ଆମେ ଅତିକ୍ରମ କଲୁ, କେତେ ବାକି ଅଛି? ଆସନ୍ତୁ ଟିକେ ଆତ୍ମସମୀକ୍ଷା କରିବା, ଶୁଣିବା ଆଉ ଜଣେ କବିଙ୍କୁ, ଆମର ପ୍ରିୟ ପରିଚିତ ସୁନାମଧନ୍ୟ କବି ଅପର୍ଣ୍ଣା ମହାନ୍ତିଙ୍କୁ। ଭଙ୍ଗା ଚଷମାଟି। ଗୋଟିଏ ଫୁଙ୍ଗୁଳା ଦେହ, ଚିତାଏ ଉଞ୍ଚ ବାଉଁଶ ବାଡ଼ି, କାଠ ଚରଖାଟେ ଓ ସଦା ଉଜାଗର ଭଙ୍ଗା ଚଷମାଟିଏ। କ'ଣ କେବେ ପ୍ରତୀକ ହୋଇପାରେ ଯୁଦ୍ଧ ଜୟର? ସେ ଯେ ଏକ ଅଦମନୀୟ ସଂକଳ୍ପ କର ଅବା ମରର। ସେ ଯେ ଏକ ଅଦମନୀୟ ସଂକଳ୍ପ କର ଅବା ମରର। ସେ ଏକ ଅବିରାମ ଅପ୍ରତିହତ ପ୍ରାଣଚର୍ଯ୍ୟା, ଅହିଂସା ସତ୍ୟ ଅସ୍ତେୟର। ଆଜି ବି ବିଶ୍ୱାସ ହୁଏ ନା ବିଶ୍ୱର, ଆଜି ବି ବିଶ୍ୱାସ ହୁଏ ନା ବିଶ୍ୱର, ଯେ ପ୍ରାର୍ଥନାକୁ ବଦଳେଇ ଦିଆଯାଇପାରେ ରଣହୁଙ୍କାରରେ। ଆବାଳ ବୃଦ୍ଧ ବନିତା ହସି ହସି ରକ୍ତର ପୁଷ୍ପାଞ୍ଜଳି ଦେଇପାରନ୍ତି ମୁକ୍ତିର ମନ୍ଦିର ଆଗରେ। ଆଜି ବି ବିଶ୍ୱାସ ହୁଏ ନା ବିଶ୍ୱର। ମୁଠାଏ ଲୁଣ ପାଲଟି ଯାଏ ଶଙ୍ଖନାଦ ଦିଗ୍ବିଜୟର। ମୁଠାଏ ଲୁଣ ପାଲଟି ଯାଏ ଶଙ୍ଖନାଦ ଦିଗ୍ବିଜୟର। ଯେତେକ ହିସାବ ଫିସାଦ ଲୋଭ ଭୟର ଚତୁର ଛଦ୍ମବେଶରୁ ଆପଣା ଆତ୍ମାକୁ ମୁକ୍ତ କରି ମୁଦ୍ରାରେ ମୁଦ୍ରିତ ହେବା, କି ଛକ ଛକରେ ମୂର୍ତ୍ତି ହୋଇ ଉଭା ହୋଇଯିବାକୁ କେବେ ବି ସ୍ୱପ୍ନ ଦେଖିନଥିଲେ ସେ। ଯେତେକ ହିସାବ ଫିସାଦ ଲୋଭ ଭୟର ଚତୁର ଛଦ୍ମବେଶରୁ ଆପଣା ଆତ୍ମାକୁ ମୁକ୍ତ କରି ମୁଦ୍ରାରେ ମୁଦ୍ରିତ ହେବା, କି ଛକ ଛକରେ ମୂର୍ତ୍ତି ହୋଇ ଉଭା ହୋଇଯିବାକୁ କେବେ ବି ସ୍ୱପ୍ନ ଦେଖିନଥିଲେ ସେ। ଏତକ ଦେଖନ୍ତା ନାହିଁ ଯଦି ସେଇ ଉଜାଗର ଭଙ୍ଗା ଚଷମାଟି, ଏତକ ଦେଖନ୍ତା ନାହିଁ ଯଦି ସେଇ ଉଜାଗର ଭଙ୍ଗା ଚଷମାଟି, ଆଉ କ'ଣ ସଙ୍କଟରେ ପଡ଼ନ୍ତା ପରିଚୟ ଭାରତୀୟର? ଆଉ କ'ଣ ସଙ୍କଟରେ ପଡ଼ନ୍ତା ପରିଚୟ ଭାରତୀୟର? କେଜାଣି କେତେ ଯୁଗ ହେଲାଣି ସେ ଚଷମାରୁ ପୋଛା ଯାଇପାରି ନାହିଁ ଧୂଳି। ସେ ଚଷମାରେ ଜମିଛି କ'ଣ ରକ୍ତ ନା ଧୂଳି? ଧୂଳି ପୋଛିଲେ ଦିଶିବ ଲୁହ ନା ଲହୁ? ହଁ ଦର୍ଶକ ବନ୍ଧୁ, ସେ ଲୁହ ଝରେଇଥିଲେ, ଲହୁ ବି ଝରେଇଥିଲେ। ସେଇଥିପାଇଁ ତ ଆମେ ପାଇଲୁ ଆମ ହାତ ମୁଠାରେ ଇପ୍ସିତ ସୂର୍ଯ୍ୟୋଦୟ। ସେଇ ସୂର୍ଯ୍ୟୋଦୟ ଦେଖିବା ପଛରେ କେତେ ଦୂର ଚାଲିବାକୁ ପଡ଼ିଥିଲା, କେତେ ଝାଳ ବୋହେଇବାକୁ ପଡ଼ିଥିଲା, କେତେ ଶ୍ରମ କରିବା ପାଇଁ ପଡ଼ିଥିଲା। ସେଥିପାଇଁ ଯେଉଁ ତ୍ୟାଗ, ତିତିକ୍ଷା,
ତପସ୍ୟା ନିଷ୍ଠା ଲୋଡ଼ା ତା ଥିଲା ସେଇ ମଣିଷଟି ପାଖରେ। ହଁ, ସାବରମତୀର ସେଇ ସନ୍ଥ ସେଦିନ ଯେଉଁ ଆଲୁଅ ବାଣ୍ଟିଥିଲେ, ଯେଉଁ ସୁସ୍ୱାଦୁ ଫଳଟି ସ୍ୱାଧୀନତାର ଆମ ହାତରେ ତୋଳି ଦେଇଥିଲେ, ତାର ଫଳ ଆମେ ବି ଆଜି ବି ପାଉଛୁ। ଦର୍ଶକ ବନ୍ଧୁ, ଆସନ୍ତୁ ଗାନ୍ଧୀଙ୍କୁ ବୁଝିବା, ପଢ଼ିବା, ଶୁଣିବା, ଆଉ ଥରେ ନୂଆ କରି ନିଜ ଢଙ୍ଗରେ ନିଜ ବାଗରେ ଆଉ ଟିକେ ଭଲ ପାଇବା ସେଇ ମହାତ୍ମାଙ୍କୁ। ଶୁଣିବା ଗାନ୍ଧୀଙ୍କ କବିତା, କବି ଅମିୟ ରଞ୍ଜନ ମହାପାତ୍ର। ସମସ୍ତଙ୍କୁ ନମସ୍କାର। ମୋତେ ଲାଗେ କିଛି ଲୋକ ବୋଧେ ଈଶ୍ୱର ହେବା ପାଇଁ ହିଁ ଜନ୍ମ ହେଇଥାନ୍ତି, ଆଉ ଆଜି ସେମିତି ଜଣେ ମଣିଷ ଈଶ୍ୱରଙ୍କ ଜନ୍ମଦିନ। ଏହି ଅବସରରେ ମୋର ସବୁ ମଣିଷମାନଙ୍କୁ ଈଶ୍ୱର ହେବା ପାଇଁ ଆହ୍ୱାନ। ମୋ କବିତାର ନାଁ ବାପୁ। ଆମ ପର୍ସ ଓ ପକେଟ ଭିତରେ ଯେଉଁ ଲକ୍ଷ୍ମୀମନ୍ତ ପୁରୁଷର ଫଟୋ, ସେ ହିଁ କ'ଣ ଛକ ମଝିରେ ଠିଆ ହେଇଥାଏ ଫକୀର ବେଶରେ। ଆମ ପର୍ସ ଓ ପକେଟ ଭିତରେ ଯେଉଁ ଲକ୍ଷ୍ମୀମନ୍ତ ପୁରୁଷର ଫଟୋ, ସେ ହିଁ କ'ଣ ଛକ ମଝିରେ ଠିଆ ହେଇଥାଏ ଫକୀର ବେଶରେ। କେହି ଜଣେ କେମିତି ଇଚ୍ଛାରେ ଦରିଦ୍ର ହୁଏ କେଜାଣି, କେହି ଜଣେ କେମିତି ଇଚ୍ଛାରେ ଦରିଦ୍ର ହୁଏ କେଜାଣି। ପିଲାବେଳୁ ପ୍ରତି ଅଗଷ୍ଟ 15ରେ ମୁଁ ପତାକା ପରି ଉଡ଼େଇଛି ତା ନାଁ। ପିଲାବେଳୁ ପ୍ରତି ଅଗଷ୍ଟ 15ରେ ମୁଁ ପତାକା ପରି ଉଡ଼େଇଛି ତା ନାଁ। ପ୍ରତି ଅକ୍ଟୋବର 2 ଜିନ୍ଦାବାଦ ହେଇ ପାହିଛି ମୋ ଓଠରେ। ମୁଁ ବି ମୋତେ ହତ୍ୟା କରିଛି ପ୍ରତି ଜାନୁଆରୀ 30ରେ। ମୋର ବୋଧେ ଆଉ କେହି ଈଶ୍ୱର ନଥିଲେ ସେତେବେଳେ। ମୋର ବୋଧେ ଆଉ କେହି ଈଶ୍ୱର ନଥିଲେ ସେତେବେଳେ। ଥରେ ଥରେ ଦେଖେ ଶବ୍ଦଟିଏ ଆଣ୍ଠୁ ମାଡ଼ି ତାକୁ ପ୍ରଣାମ କରୁଛି। ଥରେ ଥରେ ଦେଖେ ଶବ୍ଦଟିଏ ଆଣ୍ଠୁ ମାଡ଼ି ତାକୁ ପ୍ରଣାମ କରୁଛି, ଅଥଚ ଆଖି ଉଠେଇଲା ବେଳକୁ ଗୁଳିବିଦ୍ଧ ଗୋଟେ ଦେଶର ଛାତି। ଅଥଚ ଆଖି ଉଠେଇଲା ବେଳକୁ ଗୁଳିବିଦ୍ଧ ଗୋଟେ ଦେଶର ଛାତି। ଥରେ ଥରେ ଦେଖେ ଯେଉଁମାନେ ତା କ୍ରୁଶବିଦ୍ଧ ଫଟୋକୁ ଦେବତା କରି ବସିଛନ୍ତି ସିଂହାସନ ଉପରେ, ସେଇମାନେ ହିଁ ତା ହତ୍ୟାକାରୀ, ସେଇମାନେ ହିଁ ତା ହତ୍ୟାକାରୀ। ପ୍ରଜାପତି ବେଶରେ ଉଡ଼ିଯାଆନ୍ତି ଅନେକ ଜୟ ଜୟକାର। ପ୍ରଜାପତି ବେଶରେ ଉଡ଼ିଯାଆନ୍ତି ଅନେକ ଜୟ ଜୟକାର। ପରାଜୟ ବି ପାରାଙ୍କ ପରି ବସିଥାଏ ଭୋକର ଭଙ୍ଗା କାନ୍ଥି ଉପରେ। ଇତିହାସ ବିକୁଥାଏ ଅହିଂସାର ପୋଷ୍ଟକାର୍ଡ଼। ଇତିହାସ ବିକୁଥାଏ ଅହିଂସାର ପୋଷ୍ଟକାର୍ଡ଼। ହେଲେ ପ୍ରତି ମୁହୂର୍ତ୍ତରେ ପୋଡ଼ୁଥାଏ ଅକ୍ଷରମାନଙ୍କ ଆୟୁଷ। ଅଧା ଅନ୍ଧାର ଓ ଅଧା ହାହାକାର ପିନ୍ଧି ଅରଣ୍ୟଟେ ବୁଲୁଥାଏ ଗାଁ ଓ ସହରରେ। ଅଧା ଅନ୍ଧାର ଓ ଅଧା ହାହାକାର ପିନ୍ଧି ଅରଣ୍ୟଟେ ବୁଲୁଥାଏ ଗାଁ ଓ ସହରରେ। ମୁଁ ତା ଗୋଲ ଚଷମାର କାଚରୁ ପୋଛି ଦିଏ ରକ୍ତର ଧୂଳି। ମୁଁ ତା ଗୋଲ ଚଷମାର କାଚରୁ ପୋଛି ଦିଏ ରକ୍ତର ଧୂଳି। ତା ଆଖି ତଳେ ବୋଧ ହୁଏ ଝୁଲୁଥାଏ ଦିଠୋପା ପାଣି। ମୁଁ ତା ମୁହଁ ଉପରୁ ପୋଛି ଦିଏ କୁମ୍ଭୀରମାନଙ୍କ କାନ୍ଦଣାର କୁହୁଡ଼ି। ମୁଁ ତା ମୁହଁ ଉପରୁ ପୋଛି ଦିଏ କୁମ୍ଭୀରମାନଙ୍କ କାନ୍ଦଣାର କୁହୁଡ଼ି। ଚା ପରି ଉତୁରି ପଡ଼ୁଥିବା ସମୟ ଅଜାଡ଼ି ହେଇ ପଡ଼େ କୋଇଲା ଗୁଣ୍ଡ ପରି। ସବୁ ଉଚ୍ଚାରଣ ଭୁଲିଯାଏ ମୋ ଶବ୍ଦର ଓଠ। ସବୁ ଉଚ୍ଚାରଣ ଭୁଲିଯାଏ ମୋ ଶବ୍ଦର ଓଠ। ତା ଛାତି ରଙ୍ଗର ମୂର୍ତ୍ତି, ତା ରାତି ରଙ୍ଗର ମୂର୍ତ୍ତି। ସକାଳଟେ ଛଡ଼ା ଆଉ କ'ଣ ଯେ ମାଗିଛି ଆମକୁ। ତା ରାତି ରଙ୍ଗର ମୂର୍ତ୍ତି, ସକାଳଟେ ଛଡ଼ା ଆଉ କ'ଣ ଯେ ମାଗିଛି ଆମକୁ। ସମସ୍ତଙ୍କୁ ଧନ୍ୟବାଦ। ପାହାନ୍ତର ଉକିଆ ତାରା ପରି ସେ ଉଇଁଛନ୍ତି ଗଗନରେ। ସେଇ ଆଲୁ ଆମେ ପ୍ରତିଦିନ ଦେଖୁଛୁ, ପ୍ରତିଦିନ ଆଉ ଟିକେ ନୂଆ କରି ଚିହ୍ନୁଛୁ ସେଇ ଏକୁଟିଆ ନକ୍ଷତ୍ରଟିକୁ। କେତେ ଶତାବ୍ଦୀରେ ଏମିତି ନକ୍ଷତ୍ରଟିଏ ଜନ୍ମ ହୁଏ ଧୂଳିର ଧରାରେ। ସତରେ ସେ ଜନ୍ମ ହୋଇଥିଲେ, ବଢ଼ିଥିଲେ ଏଇ ଆମର ଦେଶର ମାଟିରେ, ଆମ ସଭିଙ୍କ ଗହଣରେ। ଅତି ସାଧାରଣ ସ୍ତରରୁ ଆସି ନିଜ ଜୀବଦଶା ଭିତରେ ଅସାଧାରଣ ପାଲଟିବାର ମହାନାୟକ କେବଳ ତାଙ୍କରି କାହାଣୀରେ। ହଁ, ସେ ମହାତ୍ମା ଗାନ୍ଧୀ ମହାନାୟକ ଏ ଜାତିର, ଜନତାଙ୍କର। ତାଙ୍କର କାହାଣୀ ଯେତେଥର ଆମେ ଶୁଣୁ ଉଦ୍ବୁଦ୍ଧ ହେଉ। ଆସନ୍ତୁ ତାଙ୍କୁ ପଢ଼ିବା, ତାଙ୍କ କଥା, ତାଙ୍କ କାହାଣୀ, ତାଙ୍କ ଜୀବନର ଗାଥାରେ ଉଦ୍ବୁଦ୍ଧ ହେବା। ପ୍ରିୟ ଦର୍ଶକ, ଶୁଣିବା ଆଗାମୀ କବିତା।
ମୋ କବିତାର ଶୀର୍ଷକ ଗାଁ ଗାଁରେ ଗାନ୍ଧୀ। ତୁମେ ଗଢ଼ିଥିଲ ଗାଁ ଗାଁରେ ଗାନ୍ଧୀ। 200 ବର୍ଷର ଅନ୍ଧାର ରାତିରେ ଘରେ ଘରେ ଜଳି ଉଠିଥିଲା ଦୀପ, ଏକ ନୂଆ ସକାଳର ସୂର୍ଯ୍ୟ ପ୍ରଣାମରେ। ହାତରେ ଥିଲା ଗୋଟାଏ ଲାଠି, ହିଂସାର ନୁହେଁ ଆତ୍ମପ୍ରତ୍ୟୟର। ମାରିବୁ ନାହିଁ ମରିବୁ ପଛକେ, ଛଡ଼ାଇ ଆଣିବୁ ନିଜ ଅଧିକାର, ସ୍ୱାଧୀନତା ଦେଶ ମାତୃକାର। ଏକବିଂଶ ଶତାବ୍ଦୀରେ ପରତ ଯାଏନି ଯାହା ସମ୍ଭବିଲା ସତ୍ୟ ନା ଚମତ୍କାରିତା। ମୁଠାଏ ଲୁଣ ଆଉ ଖଦି ସେତିକି ତ ଥିଲା ଅସ୍ତ୍ର। ମୁଠାଏ ଲୁଣ ଆଉ ଖଦି ସେତିକି ତ ଥିଲା ଅସ୍ତ୍ର। ଅପରପକ୍ଷରେ ବନ୍ଧୁକ ଓ ଫାଶୀ ଖୁଣ୍ଟ। ଦୁଃଖ ଅପ୍ରଣିତ ତୁମେ ଚାଲିଗଲ ଉଦୟ ବେଳାରେ। ତୁମେ ଚାଲିଗଲ ଉଦୟ ବେଳାରେ। 3ଟି ଗୁଳିରେ ଛାତିରୁ ଝରାଇ ରକ୍ତ 3 ଧାର। ଶାନ୍ତି, ଅହିଂସା ଓ ଅଭାବିତ କ୍ଷମାର। ବାପୁ, ତୁମେ ତ ଅଲୌକିକ। ବଞ୍ଚିତ ପାରିଥାନ୍ତ ମାତ୍ର 150 ବର୍ଷ। ଦେଖିବା ପାଇଁ ତୁମ ରକ୍ତ ଭିଜା ମାଟିରେ ଫୁଟିଛି ଶ୍ରଦ୍ଧାର ଫୁଲ। ମାତ୍ର ପବନରେ ରକ୍ତର ଗନ୍ଧ। ଅଗ୍ନି ବର୍ଷୁଛି ତାପିତ ସୂର୍ଯ୍ୟର। ପଦେ ପଦେ ହାତରୁ ଖସି ପଡ଼ୁଛି ତୁମେ ଧରାଇଥିବା ଅସ୍ତ୍ର। ଶାନ୍ତି, ମୈତ୍ରୀ, ଅହିଂସାର। ଆମେ ଏବେ ଖୋଜୁଛୁ ଗାଁ ଗାଁରେ ଗାନ୍ଧୀ। ଆମେ ଏବେ ଖୋଜୁଛୁ ଗାଁ ଗାଁରେ ଗାନ୍ଧୀ। ତୁମେ ପିଠି କରି ଠିଆ ହୋଇଛ ସବୁଠି। ଗୋଲ ମୁଣ୍ଡ, ବଡ଼ କାନ, ଚଉଠି ଚଷମା ଓ ତୁମ ହାତରେ ଲାଠି। ଆମେ ଚିହ୍ନି ପାରୁଛୁ ତୁମକୁ। ପୃଥିବୀରେ ଜଣେ ତ ବାପୁ। ଥରେ ସାମ୍ନା କର ବାବୁ, ପରଖି ନିଅ ଆମେ ସବୁ ତୁମ ସ୍ୱପ୍ନର ମଣିଷ ତ। ଥରେ ସାମ୍ନା କର ବାପୁ, ପରଖି ନିଅ ଆମେ ସବୁ ତୁମ ସ୍ୱପ୍ନର ମଣିଷ ତ। ଧନ୍ୟବାଦ। गोटे कठिन समय को अतिक्रम करने पाई लोड़ा धैर्य, साहस, अविचलपण। जहाँ आम शिखि था केवल तांकठो। भांगी न पड़िबार, डरी न जिबार, लड़ई रे हारी न जिबार जो अकुत भय, अदम्य साहस आउ अविचल निष्ठा ता तांकरी जीवनी ही आम शिखि था। हाँ दर्शक बंधु, महात्मा गांधी को जीवनी आम सम्मुखरे एमिति गोटे पुस्तक जे बारंबार परीक्षा निरीक्षा करिसंती, निज उपरे शिखिचंती, झुंटिचंती, पुणी थरे चलीचंती निज बाटरे। जो बाटरे से चलीचंती तैयारी करिसंती अनेक अनुगामी, अनेक सतीर्थ सम्मोहित करिपारिचंती गोटिए समय खंडर जनता को, गोटिए देश को एवं 150 वर्ष पर आज भी आम समस्त को तांकर जीवनी आज भी आमर ध्येय, आज भी आमर आदर्श। आसंतु दर्शक बंधु शुणिबा आगामी कविता। नमस्कार, मु रश्मिता दीक्षित। मोर कवितार शीर्षक महात्मा। हले चषमा अंटारे झुलुथिबा घंटा। हले चषमा अंटारे झुलुथिबा घंटा, आंठु लुचु नथिबा खदड़ लुगा, खंडिए चदर आउ एक छोट बाड़ी। एतिके संबଳରେ तुमे रचिबार इतिहास, एतिके संबଳରେ तुमे रचिबार इतिहास। सेहिथिपाई तुमे चिरनमस्य, सेथिपाई तुमे चिरनमस्य। गीता तुमर अस्त्र, अहिंसा तुमर मंत्र। गीता तुमर अस्त्र, अहिंसा तुमर मंत्र। जहाकु आयुध करी तुमे संचरिल, जहाकु आयुध करी तुमे संचरिल। पराधीन स्वप्न रे स्वाधीनतार संजीवनी पीयूष। जहाकु आयुध करी तुमे संचरिल, पराधीन स्वप्न रे स्वाधीनतार संजीवनी पीयूष। खास सेथिपाई तुमे विशेष। प्रणम्य चिर नमस्य, प्रणम्य चिर नमस्य। तुम कथार कुहुक जीवार अनन्य शैली, तुम कथार कुहुक जीवार अनन्य शैली। जाति धर्म वर्णर ऊर्ध्वरे निरपेक्ष विचारधारा, जाति धर्म वर्णर ऊर्ध्वरे निरपेक्ष विचारधारा। देखाइथिला नुआ राहा, तुमे साजिथिल देवदूत। देखाइथिला नुआ राहा, तुमे साजिथिल देवदूत। स्वाधीनतार सूर्य स्नान कराइथिल कोटि कोटि भारतीय को।
ସ୍ୱାଧୀନତାର ସୂର୍ଯ୍ୟ ସ୍ନାନ କରାଇଥିଲ କୋଟି କୋଟି ଭାରତୀୟଙ୍କୁ। ଭରିଥିଲ ମଳିନ ମୁଖରେ ହସ, ଭରିଥିଲ ମଳିନ ମୁଖରେ ହସ। ମହାତ୍ମା ହେ ତୁମେ ପ୍ରାତଃ ବନ୍ଦନୀୟ, ମହାତ୍ମା ହେ ତୁମେ ପ୍ରାତଃ ବନ୍ଦନୀୟ। ତୁମେ ଏ ଜାତିର ଚିର ନମସ୍ୟ, ତୁମେ ଏ ଜାତିର ଚିର ନମସ୍ୟ। ତୁମେ କୋଟି ଭାରତୀୟ ହୃଦୟର ଅଂଶ ବିଶେଷ, ତୁମେ କୋଟି ଭାରତୀୟ ହୃଦୟର ଅଂଶ ବିଶେଷ। ତୁମେ ତ ଚିର ନମସ୍ୟ, ତୁମେ ତ ଚିର ନମସ୍ୟ। ନମସ୍କାର। ଆମର ଦେଶ ପ୍ରିୟ ଭାରତବର୍ଷ। ଆମେ କହୁ ଦେବଭୂମି, ଦେବଭୂମି ଭାରତବର୍ଷ। ଅନେକ ମୁନି ଋଷି ସାଧୁ ସନ୍ଥ ଯୋଗୀ ଏ ମାଟିରେ ଜନ୍ମଗ୍ରହଣ କରିଛନ୍ତି, ଆମକୁ ଧନ୍ୟ କରିଛନ୍ତି। ତାଙ୍କ ଜୀବନ ଦର୍ଶନରେ, ତାଙ୍କ ଜୀବନ ଚର୍ଚ୍ଚାରେ ଅନେକ ଆଲୁଅ ବାଣ୍ଟିଛନ୍ତି ଆମ ସଭିଙ୍କୁ। ଠିକ୍ ସେମିତି ସେ ବି ବାଣ୍ଟିଛନ୍ତି ଅମଳିନ ଆଲୁଅ, ଦେଇଛନ୍ତି ଉର୍ଜା, ଦେଇଛନ୍ତି ଜୀବନୀ ଶକ୍ତି, ବଟେଇଛନ୍ତି ପଥ। ହଁ ଦର୍ଶକ ବନ୍ଧୁ, ବାପୁଙ୍କର ନୀତି ଆଦର୍ଶରେ ଚାଲି ଆମେ ଶିଖିଛୁ ଦେଶପ୍ରେମୀ ହେବାର ମନ୍ତ୍ର। ସ୍ୱାଧୀନ ଦେଶର ସ୍ୱାଧୀନତାର ଫଳ ଯେତେବେଳେ ଆମେ ଅନୁଭବ କରୁଛୁ, ସେତେବେଳେ ମନେ ପକାଉଛୁ 150 ବର୍ଷ ପୂର୍ବରୁ କେତେ କଠିନ ଥିବ ସେଦିନର ସେଇ ମଣିଷଟିର ଜୀବନଚର୍ଯ୍ୟା, ନିଷ୍ପତ୍ତି ନେବାର କଠିନତା, ଆଉ ତାକୁ ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିବାର ଅଧ୍ୟବସାୟ। ସେଇ ଅଧ୍ୟବସାୟ, ସେଇ ଧୈର୍ଯ୍ୟ, ସେଇ ସାହସ ଆମକୁ ନୂଆ ଦେଶଟିଏ, ନୂଆ ଜାତିଟିଏ ବୋଲି ଚିହ୍ନିବାରେ ସାହାଯ୍ୟ କଲା। ପୁରୁଣା ଭିତରେ ଆମେ ଖୋଜି ପାଇଲୁ ନିଜର ନୂଆ ଅସ୍ମିତାକୁ। ଆମ ପାଦ ତଳେ ମାଟି, ଆମ ମଥା ଉପରେ ସ୍ୱାଧୀନତାର ଆକାଶଟିଏ ଆଣି ଦେଇଥିଲେ ଆମ ପ୍ରିୟ ବାପୁ। ଆସନ୍ତୁ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ଅବସରରେ ମନେ ପକାଇବା ତାଙ୍କୁ, ଶୁଣିବା ଆଉ ଗୋଟିଏ କବିତା। କବିତାର ଶୀର୍ଷକ ଗାନ୍ଧୀ ପ୍ରତି ରବୀନ୍ଦ୍ରଙ୍କ ଉକ୍ତି। ଅନେକ ଦିନ ହେଲାଣି ତମକୁ ଭୁଲିଗଲେଣି, ଅନେକ ଦିନ ହେଲାଣି ତମକୁ ଭୁଲିଗଲେଣି, ଭୁଲିଗଲେଣି ଦାତା ନେତା କର୍ତ୍ତା ଭର୍ତ୍ତା ସମଗ୍ର ଜନତା, ଭୁଲିଗଲେଣି ଦାତା ନେତା କର୍ତ୍ତା ଭର୍ତ୍ତା ସମଗ୍ର ଜନତା। ତମ ଅହିଂସା ସତ୍ୟାଗ୍ରହ ଓ ବ୍ରହ୍ମଚର୍ଯ୍ୟ ପାଳନର କଥା, ତମ ଅହିଂସା ସତ୍ୟାଗ୍ରହ ଓ ବ୍ରହ୍ମଚର୍ଯ୍ୟ ପାଳନର କଥା। ପରାଧୀନତାର ଦୁଃଖ ତମ ଛଡ଼ା କିଏ ବା ବୁଝିବ, ପରାଧୀନତାର ଦୁଃଖ ତମ ଛଡ଼ା କିଏ ବା ବୁଝିବ। କିଏ ବା ଶୁଣିପାରିବ ଭାରତର କରୁଣ କାହାଣୀ, କିଏ ବା ଶୁଣିପାରିବ ଭାରତର କରୁଣ କାହାଣୀ। ବିଲାତରୁ ଫେରି ସୁଖ ସ୍ୱପ୍ନ ମାରି ଆଣ୍ଠୁ ଲୁଚୁ ନଥିବା ଧୋତିରେ, ଆଣ୍ଠୁ ଲୁଚୁ ନଥିବା ଧୋତିରେ, ମାତ୍ର ଗୋଟିଏ ଛୋଟିଆ ଅସ୍ତ୍ର ଅହିଂସାରେ, ମାତ୍ର ଗୋଟିଏ ଛୋଟିଆ ଅସ୍ତ୍ର ଅହିଂସାରେ। କିଏ ବା କରିପାରିବ ପଥରକୁ ପାଣି, କିଏ ବା କରିପାରିବ ପଥରକୁ ପାଣି। ଅହିଂସା ମାର୍ଗରେ ତମେ ଭାଙ୍ଗିଦେଲ ଇଂରେଜଙ୍କ ଦର୍ପିତ ଶାସନ, ଅହିଂସା ମାର୍ଗରେ ତମେ ଭାଙ୍ଗିଦେଲ ଇଂରେଜଙ୍କ ଦର୍ପିତ ଶାସନ। ଆଇନ ଅମାନ୍ୟ କରି କୋଟି କୋଟି ଲୋକ ଧରି ନ ମାନି କାରାକୋଷଣର ଭୋଗ ଅବା ନିର୍ବାସନ। ଏବେ ସବୁ ଲାଗେ ଯାହା ସ୍ମୃତି, ଏବେ ସବୁ ଲାଗେ ଯାହା ସ୍ମୃତି। କେହି ଜଣେ ଥିଲା ଗାନ୍ଧୀ, କେହି ଜଣେ ଗାଉଥିଲା ହୃଦୟର ନାନ୍ଦି, କେହି ଜଣେ ଥିଲା ଗାନ୍ଧୀ, କେହି ଜଣେ ଗାଉଥିଲା ହୃଦୟର ନାନ୍ଦି। ଦିନୁ ଦିନ ତମେ ମୋର ପରମ ବିସ୍ମୃତି, ଦିନୁ ଦିନ ତମେ ମୋର ପରମ ବିସ୍ମୃତି। ସାବରମତୀରୁ ଶାନ୍ତି ନିକେତନ, ସାବରମତୀରୁ ଶାନ୍ତି ନିକେତନ ତମ ପାଇଁ ଥିଲା ନିମିଷକେ ଦୂର। ଅସ୍ପୃଶ୍ୟତା ନିବାରଣ, ସ୍ୱଚ୍ଛତାର ଆବାହନ, ଜୀବନର ଜୟଗାନ। ଭୁଲି ହେବ ନାହିଁ ତମ କୋମଳ କଣ୍ଠର, ଭୁଲି ହେବ ନାହିଁ ତମ କୋମଳ କଣ୍ଠର। ଦୁନିଆ ସାରା କହିଲେ, ଦୁନିଆ ସାରା କହିଲେ ଆମ ଦୁହିଁଙ୍କ ଭିତରେ ଥିଲା ମତାନ୍ତର, ଦୁନିଆ ସାରା କହିଲେ ଆମ ଦୁହିଁଙ୍କ ଭିତରେ ଥିଲା ମତାନ୍ତର। ହେଲେ ଆମେ ଦୁହେଁ ପରସ୍ପର ଅଭିନ୍ନ ଅନ୍ତର, ଆମେ ଦୁହେଁ ପରସ୍ପର ଅଭିନ୍ନ ଅନ୍ତର। ଦେଶ ଦଶର ଜୀବନ, ମଣିଷର ସ୍ୱାଭିମାନ, ଆମ ଦୁହିଁଙ୍କର ଥିଲା ମହାମନ୍ତ୍ର ଅଲିଭା ଅକ୍ଷର, ଆମ ଦୁହିଁଙ୍କର ଥିଲା ମହାମନ୍ତ୍ର ଅଲିଭା ଅକ୍ଷର। ପରାଧୀନ ଭାରତ ମୋ କପାଳ ଲିଖନ, ପରାଧୀନ ଭାରତ ମୋ କପାଳ ଲିଖନ, ସ୍ୱାଧୀନତା ମୋ ଭାଗ୍ୟରେ ନାହିଁ। ପରାଧୀନ ଭାରତ ମୋ କପାଳ ଲିଖନ, ସ୍ୱାଧୀନତା ମୋ ଭାଗ୍ୟରେ ନାହିଁ। ତମେ କିନ୍ତୁ ଭାରତକୁ ସ୍ୱାଧୀନ କରେଇ ଭୋଗ କରିପାରିଲନି, ଏକି ବିଡ଼ମ୍ବନା। ତମେ କିନ୍ତୁ ଭାରତକୁ ସ୍ୱାଧୀନ କରେଇ ଭୋଗ କରିପାରିଲନି, ଏକି ବିଡ଼ମ୍ବନା। ନିୟତିକୁ ଲଙ୍ଘିବାକୁ ସାଧ୍ୟ ଅଛି କାହିଁ, ନିୟତିକୁ ଲଙ୍ଘିବାକୁ ସାଧ୍ୟ ଅଛି କାହିଁ। ପ୍ରିୟର ମୋହନ, ପ୍ରିୟର ମୋହନ, ତମେ ମୋର ବିସ୍ମୃତିର ସ୍ମୃତି, ସ୍ମୃତିର ବିସ୍ମୃତି। ପ୍ରିୟର ମୋହନ, ତମେ ମୋର ବିସ୍ମୃତିର ସ୍ମୃତି, ସ୍ମୃତିର ବିସ୍ମୃତି। ତମେ ହିଁ ଭାରତର ଜନଗଣ ଅଧୀଶ୍ୱର, ହୃଦୟର ନେତା।
तमे ही भारतर जनगण अधीश्वर हृदयर नेता तम पाई ही मो देश प्रेम गीति जनगण मन अधिनायक जय हे भारत भाग्य विधाता जनगण मन अधिनायक जय हे भारत भाग्य विधाता। धन्यवाद। ଜାନୁଆରୀ 30 ହେଉ ବା ଅକ୍ଟୋବର 2 ସବୁ ଭାରତୀୟଙ୍କ ପାଇଁ ପ୍ରିୟ ପରିଚିତ ଦିନଟିଏ। ତାଙ୍କୁ ମନେ ପକାଇବାର, ତାଙ୍କୁ ଝୁରିବାର, ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର। ବର୍ଷ ପରେ ବର୍ଷ ବିତି ଯାଇଛି, ଦଶନ୍ଧି ପରେ ଦଶନ୍ଧି ଆମେ ଅତିକ୍ରମ କରିଛୁ, କିନ୍ତୁ ଅନତିକ୍ରମଣୀୟ ସେହି ମହାନାୟକ ଯେଉଁଠି ଥିଲେ ସ୍ଥିର ଅବିଚଳ ସେଇଠି ଅଛନ୍ତି। ଧ୍ରୁବତାରା ପରି ସେ ବାଟ ଦେଖାଉଛନ୍ତି ଗୋଟେ ଜାତିକୁ। ଆଶାର କିରଣ ସଞ୍ଚାର କରୁଛନ୍ତି ପ୍ରତିଟି ମନରେ। ସବୁ କଠିନ ସମୟକୁ ଅତିକ୍ରମ କରିବାର ଅକୁତ ଭୟ, ଅଦମ୍ୟ ସାହସ ଆଉ ଅବିଚଳ ନିଷ୍ଠା ଆମେ ଶିଖୁଛୁ କେବଳ ତାଙ୍କଠାରୁ। ସେଇଥିପାଇଁ ତ ତାଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରି ଆଜିର କବିମାନେ ଶୁଣେଇଲେ ସେମାନଙ୍କ ମନର ଭାବ ଆଉ ଭାଷାକୁ। କେତେ ସତେ ଆମେ ଗ୍ରହଣ କରିପାରିଛୁ ଗାନ୍ଧୀଙ୍କର ବିଚାରଧାରାକୁ, ତାଙ୍କ ଜୀବନ ଦର୍ଶନକୁ, ତାଙ୍କର ଭାବଭୂମିକୁ। ଆଶା କାର୍ଯ୍ୟକ୍ରମ ଆପଣମାନଙ୍କର ମନକୁ ପାଇବ। ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏହି ଅପୂର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେହି ମହାନାୟକଙ୍କୁ ଆମର କୋଟି ପ୍ରଣାମ।